ଈଶ୍ୱରଙ୍କ ବାକ୍ୟ ଶୁଣୁଥିବା ପ୍ରତ୍ୟେକ ଭାଇ ଭଉଣୀମାନଙ୍କୁ ମୋହର ଆଜିର ଏହି ନୂଆ ସକାଳରେ ପ୍ରତ୍ୟେକଙ୍କୁ ପ୍ରେମ ନମସ୍କାର। ଆଜିର ବାକ୍ୟ ଆମେ ଅଳ୍ପ ସମୟ ଶିକ୍ଷା କରିବା। ଆଜିର ବାକ୍ୟ ରହିଅଛି, ପ୍ରଭୁଙ୍କ ଲୋକମାନେ ଅଧିକ କେଉଁ ବିଷୟ ଅତି ଯତ୍ନରେ ରଖିବା ଆବଶ୍ୟକ ଅଟେ। ଆମ୍ଭେମାନେ ଅନେକ ଧନ ସମ୍ପଦ ବ୍ୟାଙ୍କରେ ରଖିଥାଉ, ଅନେକ ସେଫ୍ଟି ଜାଗାରେ ରଖିଥାଉ, ଅନେକ ସୁରକ୍ଷିତରେ CCTV ମଧ୍ୟ ଲଗେଇକି ରଖିଥାଉ, ତାହା ଯେପରି ସୁରକ୍ଷିତ ରହେ ବୋଲି। ତ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜଣେ ବାସ୍ତବରେ ଖ୍ରୀଷ୍ଟିଆନ ବିଶ୍ୱାସୀ ଭାଇ ଭଉଣୀ କେଉଁ ବିଷୟ ଅଧିକ ଯତ୍ନରେ ରଖିବା ଆବଶ୍ୟକ ଅଟେ, ଆମେ ସେହି ବିଷୟରେ ଆଜି ଅଳ୍ପ ସମୟ ଈଶ୍ୱରଙ୍କ ବାକ୍ୟରୁ ଶିକ୍ଷା କରିବା। ତ ଆଜି ଆମେ ପାଠ କରିବା ହିତୋପଦେଶ 4:23 ପଦରେ ପାଠ କରିବା। ଏଥିରେ ଏହା ଲେଖାଯାଏ, ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ, ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଥିରେ ଆମେ ପାଠ କରି ବୁଝୁଥିଲୁ ଯେ ନା କ'ଣ ଆମେ ଅଧିକ ରଖିବା ଦରକାର? ଆମ୍ଭମାନଙ୍କର ହୃଦୟକୁ ଅତି ଯତ୍ନରେ ରଖିବା ଆବଶ୍ୟକ ଅଟେ। କାହିଁକି ନା ଏଥିର ଜୀବନର ପ୍ରଭାବ ଜନ୍ମେ। ହେ ପ୍ରିୟ ପ୍ରଭୁଙ୍କ ଲୋକ, ଆମ ଯଦି ହୃଦୟ ଅତି ଯତ୍ନରେ ରଖିନାହୁଁ, ଏ ହୃଦୟରେ ହିଁ ସମସ୍ତ ବିଷୟ ସୃଷ୍ଟି ହୋଇଥାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ଅଧିକ ଧନ ସମ୍ପତ୍ତି ଅପେକ୍ଷା ହୃଦୟକୁ ଆମେ ଅତି ଯତ୍ନ ଭାବରେ ରଖୁ। କାରଣ ପ୍ରଭୁ ହୃଦୟକୁ ତୋଳାଇବାର ପରମେଶ୍ୱର, ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି। ଯଦି ପ୍ରଭୁ ଆମମାନଙ୍କ ହୃଦୟରେ ବାସ କରୁଛନ୍ତି, ତ ଆମ ହୃଦୟ ଅଧିକରୁ ଅଧିକ ଯତ୍ନରେ ରଖିବା ନିତାନ୍ତ ଆବଶ୍ୟକ ଅଟେ। ତ ଆମେ ଗୋଟେ ପଦ ପାଠ କରିବା, କାହିଁକି ଆମେ ଅଧିକ ହୃଦୟକୁ ଯତ୍ନରେ ରଖିବା। ମାର୍କ ପୁସ୍ତକ ଯଦି 7:21 ପଦ ପାଠ କରିବା, ଏଥିରେ ଯୀଶୁଖ୍ରୀଷ୍ଟ ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, କାରଣ ଭିତରୁ ମନୁଷ୍ୟ ହୃଦୟରୁ କୁଚିନ୍ତା ବାହାରେ, ବେଶ୍ୟାଗମନ, ଚୌର୍ଯ୍ୟ, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୂର୍ଖତା, ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ହୃଦୟକୁ ଯତ୍ନରେ ରଖୁନାହୁଁ, ତାହେଲେ ଏହି ସମସ୍ତ ବିଷୟ କ'ଣ ନା ମନୁଷ୍ୟ ହୃଦୟରୁ ହିଁ ବାହାରେ, ଆଉ ସେହି ସମସ୍ତ ବିଷୟ ହିଁ ମନୁଷ୍ୟକୁ କ'ଣ କରିଥାଏ ନା ଅଶୁଚି କରିଥାଏ। ଯଦି ଅଶୁଚି ଆମ ହୃଦୟରେ ରହୁଅଛି, ଈଶ୍ୱର ଆମମାନଙ୍କ ହୃଦୟରେ କେବେ ବାସ କରିବେ ନାହିଁ। ଯଦି ଆମେ ହୃଦୟକୁ ଯତ୍ନରେ ରଖିଅଛୁ, ତାହେଲେ ଏହି ସକଳ ବିଷୟ ଆମ୍ଭମାନଙ୍କ ହୃଦୟରୁ କେବେ ବାହାରିବ ନାହିଁ। ଏଥିପାଇଁ ଆମେ ଯତ୍ନ ସହକାରେ ଜୀବନ କାଟୁ। ଯଦି ଆମେ ହୃଦୟକୁ ଯତ୍ନରେ ରଖିଅଛୁ, ଠିକ୍ ଅଛି। ଯଦି ହୃଦୟକୁ ଯତ୍ନରେ ରଖିନାହୁଁ, ତାହେଲେ ଆମ ହୃଦୟରେ ଏହି ସମସ୍ତ ବିଷୟ ହିଁ ବାହାରୁଥିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମ ଗୃହ ମଧ୍ୟରେ ଅନେକ ମଳିନ, ଅନେକ ଅଳିଆ ଆବର୍ଜନା ରଖେ, ତାହେଲେ ସେହି ସ୍ଥାନରେ ମଣିଷ କେବେ ମଧ୍ୟ ବାସ କରନ୍ତି ନା। ଠିକ୍ ଆମ ହୃଦୟରେ ଯଦି ଏ ପ୍ରକାର ମଳିନତା ରହିଅଛି, ଯଦି ଈର୍ଷା ଦୃଷ୍ଟି ରହିଅଛି, କୁଚିନ୍ତା ରହିଅଛି, ବେଶ୍ୟାଗମନ ରହିଅଛି, ନରହତ୍ୟା ଚିନ୍ତା ରହିଅଛି, ବ୍ୟଭିଚାର ରହିଅଛି, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷା କରିବା, ନିନ୍ଦା କରିବା, ଅହଙ୍କାର କରିବା, ମୂର୍ଖତା, ଏହି ସକଳ ବିଷୟ ଯଦି ଯାହା ହୃଦୟରେ ବାହାରୁଛି, ଯାହା ହୃଦୟରେ ଅଛି, ପ୍ରିୟ ପ୍ରଭୁଙ୍କ ଲୋକମାନେ ସେ ହୃଦୟରେ କେବେ ବିଷୟରେ ବାସ କରନ୍ତି ନାହିଁ। ଆମେ ଚେଷ୍ଟା କରୁ ଏହି କିଛି ବାକ୍ୟରେ ନିଜକୁ ସମୀକ୍ଷା କରି ବାସ୍ତବରେ ଆମେ ଏହି ଦିନମାନଙ୍କରେ କ'ଣ ଅଧିକ ଯତ୍ନ ରଖିଅଛୁ। ହୃଦୟକୁ ରଖିଅଛୁ ନା ଆପଣା ଧନ ସମ୍ପଦ, ନା ଆପଣା ଚଳନୀୟ ଆବଶ୍ୟକ ଜିନିଷକୁ ଆମେ ଅଧିକ ଯତ୍ନ ରଖିଅଛୁ। ଯଦି ସେହି ସମସ୍ତ ବିଷୟ ମଧ୍ୟ ରଖି ଯଦି ହୃଦୟକୁ ଆମେ ଠିକ୍ରେ ରଖିନାହୁଁ, ତାହେଲେ ଆମେ ହୃଦୟକୁ ଆଜି ସମୀକ୍ଷା କରିବା ଏହି ବାକ୍ୟ ଜରିଆରେ। ଯଦି ଆମ ହୃଦୟରୁ ଯଦି ଏହି ସକଳ ବିଷୟ ମନ୍ଦ ବିଷୟ ବାହାରୁଛି, ଆମେ ରାଗ କରୁଛୁ, ଈର୍ଷା କରୁଛୁ, ଅହଙ୍କାର କରୁଛୁ, ଗର୍ବ କରୁଅଛୁ, ଲୋଭ କରୁଅଛୁ, ବ୍ୟଭିଚାର କରୁଅଛୁ, ନରହତ୍ୟା କରିବା ଚିନ୍ତା ଆସୁଅଛି, ମନୁଷ୍ୟକୁ ଖରାପ ଦୃଷ୍ଟିରେ, ମନୁଷ୍ୟକୁ ଭାଇ ଭାଇ ଭିତରେ ଏହି ପ୍ରକାର ଯଦି ସମସ୍ତ ବିଷୟ ମନ୍ଦ ଚିନ୍ତା, ମନ୍ଦ କଥା ବାହାରୁଛି, ଅଭଦ୍ର ଭାଷା, ଗାଳି ଗୁଳଜ କରୁଅଛୁ, ରାଗ କରୁଅଛୁ, ତାହେଲେ ଶୁଣନ୍ତୁ, ଆମ ହୃଦୟ ଯତ୍ନରେ ନାହିଁ। ପ୍ରଭୁଙ୍କ ଲୋକମାନେ, ପ୍ରତ୍ୟେକ ଏହି ବାକ୍ୟ ଦେଇ ଆପଣମାନେ ଆପଣ ହୃଦୟକୁ ନିରୀକ୍ଷଣ କରନ୍ତୁ। ଯଦି ହୃଦୟ ଯତ୍ନରେ ଅଛି, ଠିକ୍ ଅଛି। ଯଦି ହୃଦୟ ଅସଜଡ଼ା ରହିଅଛି, ଆଜି ଧନ ସମ୍ପଦ ସଙ୍ଗେ ସଙ୍ଗେ ଏହି ବିଷୟକୁ ମଧ୍ୟ ଆପଣ ହୃଦୟକୁ ମଧ୍ୟ ଅତି ଯତ୍ନ ସହ ରଖିବାକୁ ଚେଷ୍ଟା କରନ୍ତୁ। ଏହି କିଛିଟା ବାକ୍ୟରେ ପ୍ରଭୁ ଆମ୍ଭମାନଙ୍କୁ
ବହୁଳ ଭାବରେ ଆଶୀର୍ବାଦ କରନ୍ତୁ।